ପୁରୀର ରଥଯାତ୍ରାରେ ଆଗରୁ 6ଟି ରଥ ଥିଲା, 3ଟି ରଥ ନୁହେଁ। ହଜାରେ ବର୍ଷ ପୂର୍ବେ ବଡ଼ଦାଣ୍ଡ ମଝିରେ ଗୋଟେ ନଈ ଥିଲା, ତା ନାମ ଥିଲା ମାଳିନୀ ନଈ। 2018 IIT ଖଡ଼ଗପୁରର ବୈଜ୍ଞାନିକମାନେ ମଧ୍ୟ ବଡ଼ଦାଣ୍ଡ ତଳେ ନଈ ଥିଲା ବୋଲି ପ୍ରମାଣ ଦେଇଛନ୍ତି। ଆଗରୁ ଶ୍ରୀମନ୍ଦିର ପାଖରୁ ଚତୁର୍ଦ୍ଧାମୂର୍ତ୍ତିଙ୍କୁ 3ଟି ରଥରେ ନେଇ ବଡ଼ ବଡ଼ ଡଙ୍ଗାରେ ରଖି ନଦୀ ପାର କରାଇ ଦିଅଁଙ୍କୁ ପୁଣି 3ଟି ରଥରେ ମାଉସୀ ମନ୍ଦିରକୁ ନେଇଯାଆନ୍ତି। କିନ୍ତୁ 13ଶ ଶତାବ୍ଦୀରେ ଗଜପତି ନରସିଂହଦେବ କରାଣୀ ଶରଦା ଦେବୀଙ୍କୁ ମହାପ୍ରଭୁ ସ୍ୱପ୍ନାଶ କଲେ ଯେ ଶରଦା ମୋ ରଥଯାତ୍ରା ଏମିତି ହେବା ଦରକାର କି ଭକ୍ତଙ୍କୁ କିଛି ଅସୁବିଧା ନ ହୁଏ, ଆଉ ରଥଯାତ୍ରା କେଉଁଠି ବି ଅଟକିବ ନାହିଁ। ରାଣୀ ମହାରାଜଙ୍କୁ ଏକଥା କହିଲେ ଯାହା ଅସମ୍ଭବ ଥିଲା। ପ୍ରଭୁଙ୍କ ପାଖରେ ଅସମ୍ଭବ ଶବ୍ଦ ବୋଲି କିଛି ନାହିଁ। ସମସ୍ତ ଭକ୍ତଙ୍କ ସହାୟତାରେ ମାଳିନୀ ନଦୀକୁ ବାଲିରେ ପୋତି ଦିଆଗଲା। ବିଶାଳ ବାଲିଦାଣ୍ଡକୁ ବଡ଼ଦାଣ୍ଡ ବୋଲି କୁହାଗଲା। ଆଉ ରାଣୀ ଶରଦା ଶ୍ରଦ୍ଧାର ସହିତ ଏତେ ବଡ଼ କାମ କରିଥିବାରୁ ସମ୍ପୂର୍ଣ୍ଣ ବାଲିମୟ କ୍ଷେତ୍ରକୁ ଶରଦା ବୋଲି କୁହାଗଲା। ଜୟ ଜଗନ୍ନାଥ।